ଖଣ୍ଡପଡ଼ା ସୁନାମୁହିଁ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନବବର୍ଷ ଅବସରରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଏବଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ପରିଦର୍ଶନରେ ଆସିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀର ଚତୁଃପାର୍ଶ୍ୱରେ ପର୍ଯ୍ୟଟକମାନେ ଭୋଜି ଭାତର ଅବସରରେ ମସଗୁଲ ରହିଥିବା ନଜରକୁ ଆସିଥିବା ବେଳେ ଶହ ଶହ ସଂଖ୍ୟାରେ ଯୁବକ ଓ ଯୁବତୀମାନେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇ ଆନନ୍ଦ ଅନୁଭବ କରୁଥିବାର ନିଆରା ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଅନେକ ପର୍ଯ୍ୟଟକ ସୁନାମୁହିଁର ନୀଳ ଜଳରାଶିରେ ସ୍ନାନ କରି ମଜା ନେଉଥିବା ବେଳେ ପ୍ରାତଃକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଜନସାଧାରଣଙ୍କ ଭିଡ଼କୁ ନଜରରେ ରଖି ଖଣ୍ଡପଡ଼ା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣାଯାଇଛି। ଶୀତ ଋତୁରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁନାମୁହିଁ ପର୍ଯ୍ୟଟନ ସ୍ଥଳୀରେ ଉଜ୍ଜ୍ୱଳ ଆଲୋକୀକରଣ, ପାନୀୟ ଜଳ, ସୁଲଭ ଶୌଚାଳୟ ଓ ସୁରକ୍ଷା ବ୍ୟବସ୍ଥା ଆଦି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।